ଆମେ ସମସ୍ତେ ଜାଣିଛନ୍ତି ଆଜ୍ଞା, ଏଇ ଜୀବନଟା ଅସ୍ଥାୟୀ। ଏଇ ଜୀବନଟା କେତେବେଳେ ଚାଲିଯିବ କାହାକୁ କିଛି ଜଣା ନାହିଁ। କିନ୍ତୁ ତାରି ଭିତରେ ଆମେ ଅନେକ ରାଗ, ଅନେକ ଅହଙ୍କାର, ଅନେକ ଈର୍ଷା, ଅଭିମାନକୁ ଆମେ ସାଇତିକି ହୃଦୟରେ ରଖୁ, ଯାହା ଭୁଲି ପାରୁନୁ। ଏବଂ ଅନେକ ସମୟରେ ଆମେ କାହା ଉପରେ ପ୍ରତିଶୋଧ ନେବା ପାଇଁ ମଧ୍ୟ ତୟାର ହେଇଯାଉ, ପ୍ରସ୍ତୁତ ହେଇଯାଉ। ଗୋଟେ କଥା କହିବି ଆଜ୍ଞା, ଏ ଅସ୍ଥାୟୀ ଜୀବନରେ ଏ ରାଗ, ରୁଷା, ଅଭିମାନ, ପ୍ରତିଶୋଧକୁ ଆମେ କାହିଁକି ସ୍ଥାୟୀ କରିକି ଆମ ଜୀବନ ଭିତରେ ରଖିବା ଆଜ୍ଞା? ଯେଉଁଠି ଜୀବନ ଅସ୍ଥାୟୀ ସେଠି ଏସବୁକୁ ମଧ୍ୟ ଆହୁରି ଅସ୍ଥାୟୀ କରିଦେବା ଆବଶ୍ୟକ। ନହେଲେ ଅସ୍ଥାୟୀ ଜୀବନରେ ଏସବୁ ଏମିତି ସ୍ଥାୟୀ ହୋଇ ରହିଯିବ, ଶେଷ ସମୟରେ କେହି ଆମ ପାଖରେ ସ୍ଥାୟୀ ହୋଇ ରହିନଥିବେ ଆଜ୍ଞା। ଆମ ସ୍ନେହ, ମମତା, ଆମ ଭଲ ପାଇବା, ଏ ସବୁ ସବୁ ବି ସମ୍ପର୍କ ବି ସବୁକିଛି ଅସ୍ଥାୟୀ ହୋଇଯିବ। ଏଇ ତ ଜୀବନର କଥା।